କାଳପୁରୁଷର ନବମ ରାଶି ହେଉଛି ଧନୁ ରାଶି। ଏହି ରାଶି ମଧ୍ୟ ବହୁତ ଶକ୍ତିଶାଳୀ ରାଶି ଅଟେ। ଧନୁ ରାଶିର ଅଧିପତି ହେଲେ ଗୁରୁ ଏବଂ ଯିଏକି ସୂର୍ଯ୍ୟଙ୍କର ଗୁରୁ ବି ହେବେ ଏବଂ ମିତ୍ର ମଧ୍ୟ। ତ ସୂର୍ଯ୍ୟଙ୍କର ଯେଉଁ ରାଶି ପରିବର୍ତ୍ତନ ହେବ ତା ଦ୍ୱାରା ଯେତେ ସବୁ ଧନୁ ରାଶିର ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ କ'ଣ ସବୁ ଫଳ ମିଳିବ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ମଧ୍ୟ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଜାଣିବା କି ଯେଉଁ 14 ଜାନୁଆରୀ 2026 ଦ୍ୱିପହର 3:06 ଯେଉଁ ରାଶି ପରିବର୍ତ୍ତନ ସୂର୍ଯ୍ୟ କରିବେ ତାହା ଫଳରେ ଧନୁ ରାଶିର ବ୍ୟକ୍ତିମାନଙ୍କୁ କ'ଣ ସବୁ ଶୁଭ ଅଶୁଭ ଫଳ ମିଳିବ ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁବେଳେ ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଯାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ତା ସହିତ ଭିଡ଼ିଓ ଭଲ ଲାଗୁଥିଲା ହାଇପ୍ ମଧ୍ୟ ଦେଇପାରିବେ, ତା ସହିତ ଚ୍ୟାନେଲରେ ଜଏନ୍ ମଧ୍ୟ ହୋଇପାରିବେ। ଏବଂ ଯଦି ଆମେ ଧନୁରାଶି କଥା କହିବା ତାହେଲେ ଧନୁରାଶିର ଯେତେ ସବୁ ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ସୂର୍ଯ୍ୟ ହେଉଛନ୍ତି ଭାଗ୍ୟାଧିପତି, ଅର୍ଥାତ୍ ଭାଗ୍ୟ ଭାବର ଅଧିପତି। ସେ ଭାଗ୍ୟ ଭାବର ଅଧିପତି ହୋଇ ଦ୍ୱିତୀୟ ଭାବରେ ଅର୍ଥାତ୍ ଧନ ଭାବରେ ଗୋଚର କରିବେ 14 ଜାନୁଆରୀ ପରଠୁ, ଯାହାଫଳରେ କି ଆପଣମାନେ ଦେଖିବାକୁ ପାଇବେ କି ଆପଣମାନଙ୍କର ବାଣୀରେ କିଛି କଟୁତା ଆସିପାରେ। ବାଣୀ ସେଥିପାଇଁ ନିଜ ବାଣୀକୁ ନିୟନ୍ତ୍ରଣରେ ରଖିବାକୁ ହେବ। କାହାକୁ କ'ଣ କହୁଛନ୍ତି ଭାବିଚିନ୍ତି କହିବେ। ତା ସହିତ ଆପଣମାନଙ୍କୁ ଛୋଟ ଛୋଟ କଥାରେ କ୍ରୋଧ ମଧ୍ୟ ଆସିପାରେ, ତା ପ୍ରତି ମଧ୍ୟ ଧ୍ୟାନ ରଖିବେ। କିନ୍ତୁ ଆପଣମାନେ ଏହି ସମୟରେ ଧନ ସଞ୍ଚୟ କରିପାରିବେ ଭଲ, ଏବଂ କର୍ମକ୍ଷେତ୍ରରେ କ୍ୟାରିୟରରେ ଭଲ ଉନ୍ନତି କରିପାରିବେ, ଭଲ ଅଗ୍ରସର ହୋଇପାରିବେ। ଏବଂ ଏହା ମଧ୍ୟ ଆପଣମାନଙ୍କୁ ଆପଣଙ୍କର ଭାଗ୍ୟ ଯେଉଁ ରେଟ୍ରେ ବା ଯେଉଁ ସ୍ପିଡ଼ରେ ସହଯୋଗ କରିବା କଥା ତାହା କରିନପାରେ। ଏଇ ଜିନିଷଟା ଟିକେ ମାଇନସ୍ ପଏଣ୍ଟ ରହୁଛି ଆପଣମାନଙ୍କର ଏହି ଗୋଚର କାଳରେ। ତ ଏ ତ ଥିଲା ଯେତେ ସବୁ ଧନୁରାଶିର ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ଏହି ମାସ ଯେଉଁ ଗୋଚର ସୂର୍ଯ୍ୟଙ୍କର ଗୋଚର 14 ଜାନୁଆରୀ ପରଠୁ କିପରି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ହିଁ ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।